ଥରେ ଜଣେ ପ୍ରଖ୍ୟାତ ବେହେଲା ବାଦକ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଘୋଷଣା କଲେ ଯେ ସେ ଆଜି ପୃଥିବୀର ସବୁଠାରୁ ଦାମୀ ବେହେଲା ବଜାଇବାକୁ ଯାଉଛନ୍ତି। ତାଙ୍କର ପ୍ରଥମ ବେହେଲା ବାଦନର ରାଗିଣୀ ଏପରି ତ୍ରୁଟିଶୂନ୍ୟ ଓ ଶ୍ରୁତି ମଧୁର ଥିଲା ଯେ ଶ୍ରୋତାମାନେ ତାହା ଶୁଣି ମନ୍ତ୍ରମୁଗ୍ଧ ପରି ବସି ରହିଥିଲେ। ତାପରେ ଯେତେବେଳେ ସେ ଦ୍ୱିତୀୟ ରାଗିଣୀ ବଜାଇବା ପାଇଁ ବେହେଲାର ଛଡ଼ି ଉଠାଇଲେ, ସେ ବଜାଇବା ଛାଡ଼ି ବେହେଲାଟିକୁ ମଞ୍ଚ ଉପରେ ବାଡ଼େଇ ଖଣ୍ଡ ଖଣ୍ଡ କରିଦେଲେ। ଶ୍ରୋତାମାନେ ତାଙ୍କର ଏହି ସମସ୍ତ କାର୍ଯ୍ୟ ଦେଖି ଭୟରେ ବିସ୍ମୟାନ୍ୱିତ ହେଲେ। କିନ୍ତୁ ସେ ଲୋକମାନଙ୍କୁ ଭୟର ପ୍ରଶମିତ କରି କହିଲେ, ମୁଁ ଏପର୍ଯ୍ୟନ୍ତ ଦାମୀ ବେହେଲାଟି ବଜାଇ ନାହିଁ। ଏଇ ବେହେଲାଟି ଥିଲା ଏକ ସାଧାରଣ ବେହେଲା। ତାପରେ ସେ ସବୁଠାରୁ ଦାମୀ ବେହେଲାଟି କାଢ଼ି ତାଙ୍କର ଦ୍ୱିତୀୟ ରାଗିଣୀଟି ବଜାଇବାକୁ ଲାଗିଲେ। ପୂର୍ବପରି ଲୋକମାନେ ତାଙ୍କର ବାଦନକୁ ଉପଭୋଗ କରିବାକୁ ଲାଗିଲେ। କିନ୍ତୁ ପୂର୍ବରୁ ସାଧାରଣ ବେହେଲା ଓ ଏହି ଦାମୀ ବେହେଲାର ବାଦନ ମଧ୍ୟରେ କି ପାର୍ଥକ୍ୟ ଥିଲା ତାହା ସେମାନେ ମୋଟେ ବୁଝିପାରିଲେ ନାହିଁ। ବାସ୍ତବରେ ବେହେଲାର ଗୁଣାତ୍ମକ ମାନ ନୁହେଁ, ମାତ୍ର ବାଦକର ପ୍ରତିଭା ଥିଲା ଗୁରୁତ୍ୱପୂର୍ଣ୍ଣ। ପ୍ରଭୁଙ୍କ ସେବାରେ ମଧ୍ୟ ଏହି ସତ୍ୟ ପ୍ରଯୁଜ୍ୟ। ଆମର କର୍ତ୍ତା ଆମ ପରି ଏକ ସାଧାରଣ ବାଦ୍ୟଯନ୍ତ୍ରକୁ ମଧ୍ୟ ବ୍ୟବହାର କରିପାରନ୍ତି। ଆମେ ଯଦି ତାଙ୍କଠାରେ ଅଧିକରୁ ଅଧିକ ନିଜକୁ ସମର୍ପି ଦେବା, ତାହେଲେ ଆମଠାରୁ ସେ ଆହୁରି ସୁମଧୁର ରାଗିଣୀ ଉତ୍ପନ୍ନ କରିବେ। ପ୍ରେରିତ ପାଉଲ କହିଲେ ଯେ ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ଈଶ୍ୱର ମନୋନୀତ କଲେ। ଈଶ୍ୱର ଏହା କଲେ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ। ଅତି ସାଧାରଣ ବେହେଲାଟି ପରି ଆମେ ଯଦି କର୍ତ୍ତାଙ୍କ ହାତରେ ବ୍ୟବହୃତ ହେବୁ, ତାହେଲେ ସେଥିରୁ ଯେଉଁ ଆଶୀର୍ବାଦ ନିର୍ଝର ନିର୍ଗତ ହେବ, ତାହା ଅନେକଙ୍କୁ ଆଶୀର୍ବାଦରେ ପୂର୍ଣ୍ଣ କରିବ।